ମୁଁ ଆଜି ପହଞ୍ଚିଛି ଆମର ଯାଜପୁର ଜିଲ୍ଲା ଜନକ ଗ୍ରାମରେ ଏକ ଏଠି ବିରାଟ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ସେ ଆୟୋଜନରେ ଆମେ ଯେଉଁମାନେ ନେତୃତ୍ୱ ନେଉଛନ୍ତି ଆମ ଓଡ଼ିଶାର ଜଣେ ସୁଦକ୍ଷ କ୍ରୀଡ଼ାବିତ ଭାଷ୍ୟକାର ଏବଂ ପ୍ରତ୍ୟେକ ସ୍ଥାନରେ ତାଙ୍କୁ ଆମେ ଦେଖିବାକୁ ପାଉ। ସେ ଆଉ କେହି ନୁହନ୍ତି, ଶ୍ରୀଯୁକ୍ତ ରବିନାରାୟଣ ଜେନା। ସେ ଆମକୁ କିଛି ଖେଳ ବିଷୟରେ ଇଏ ଖେଳକୁ କେମିତି ଶାନ୍ତି ଶୃଙ୍ଖଳା ବିଷୟରେ କ'ଣ ସେ ତାଙ୍କ ବକ୍ତବ୍ୟ ପ୍ରଦାନ କରିବେ ପରିଚୟ ସହିତ। ମୋ ନାଁ ରବିନାରାୟଣ ଜେନା। ଏ ବର୍ଷକୁ ଲଗାଇ ହାପି ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ତୃତୀୟ ବର୍ଷରେ ପହଞ୍ଚିଛି। ହାପିକୁ ମନେ ରଖିବା ପାଇଁ, ହାପିର ସ୍ମୃତି ଉଦ୍ଦେଶ୍ୟରେ ଏ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି। ଆସନ୍ତାକାଲି ଆମ ରାଜ୍ୟର ପ୍ରମୁଖ 4ଟି ଟିମ୍ ଏ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ। ସ୍ପୋର୍ଟସ୍ ହଷ୍ଟେଲ ଭୁବନେଶ୍ୱର, ସୂର୍ଯ୍ୟଶିଖା ଭଦ୍ରକ, ପାରାଦ୍ୱୀପ ପୋର୍ଟ ଟିମ୍ ଏବଂ ଦର୍ପଣୀଗଡ଼ ଯାଜପୁର, এই 4ଟି ଟିମ୍ କାଲି ଏ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ। ମୁଁ ଅନୁରୋଧ କରିବି ସମସ୍ତ କ୍ରୀଡ଼ାପ୍ରେମୀ ଦର୍ଶକମାନଙ୍କୁ ସମସ୍ତେ ଆସି କାଲି ଏ ଟୁର୍ଣ୍ଣାମେଣ୍ଟକୁ ଦେଖିବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିବେ। ଏ ହେଉଛି ଆମର ଯେଉଁ ପାୱାର ଟିମ୍ ଅଛି ଜନକରେ, ଦୀର୍ଘ 30 ବର୍ଷ ହେଲା ପାୱାର ଟିମ୍ ଗ୍ରାମାଞ୍ଚଳରେ ଭଲିବଲ ଟୁର୍ଣ୍ଣାମେଣ୍ଟ କରି ଆସୁଛି। କିନ୍ତୁ ଗତ 3 ବର୍ଷ ହେଲା ଯେହେତୁ ହାପି ଆମର ଜଣେ ସକ୍ରିୟ ସଦସ୍ୟ ଥିଲା ପାୱାର ଟିମ୍ର, ସେ ଯେହେତୁ ଅଧୀନରେ ମୃତ୍ୟୁବରଣ କରିଥିବାରୁ ତାର ନାଁରେ 3 ବର୍ଷ ଧରିକି ଆମର ଏ ଟୁର୍ଣ୍ଣାମେଣ୍ଟ ଏଠାରେ ଆୟୋଜନ କରାଯାଉଛି। ମୁଁ ଏଇ ସୁପ୍ରଭାତ ଚ୍ୟାନେଲ ମାଧ୍ୟମରେ ସମସ୍ତ ଦର୍ଶକମାନଙ୍କୁ ଅନୁରୋଧ କରିବି, ଆପଣମାନେ ଆସନ୍ତୁ, ଖେଳ ଦେଖନ୍ତୁ, ଖେଳାଳିମାନଙ୍କୁ କରତାଳି ମାଧ୍ୟମରେ ଉତ୍ସାହିତ କରନ୍ତୁ ଏବଂ ଶୃଙ୍ଖଳାର ସହିତ ଖେଳକୁ ଉପଭୋଗ କରନ୍ତୁ। ଧନ୍ୟବାଦ।